জয় জগন্নাথ জয় জগন্নাথ ওঙ্কার 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 জয় জগন্নাথ জয় জগନ୍ନାଥ ଓଙ୍କାର ସମ୍ମାନୀୟ ପ୍ରଯୋଜକ ମହୋଦୟ ମୋର ସମ୍ମାନୀୟ ମୋ ଗୁରୁ ରାଇଟର ଡିରେକ୍ଟର ଆଉ ଆସିଥିବା ମୋର ଗୁରୁଜନ ମୋର ଅପା ଆଉ ସାନ ଭାଇ ଭଉଣୀମାନେ ମିଡିଆ ବନ୍ଧୁ ମୋ ପାଇଁ ନେଇ ଦୁନିଆ ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଦୂରରେ ରଖି ନରିପଣ୍ଡା ପୁଣି 25-26 ଯାତ୍ରା ଓଙ୍କାରରେ ପାଉଡର ବଳିବ ଓଙ୍କାର ଓଙ୍କାରରେ ରହିବ ଓଡ଼ିଶାରେ ନାଁ କରିବ ମୋର ଏତିକି ଜୟ ଜଗନ୍ନାଥ ପ୍ରାର୍ଥନା। ଚର୍ଚ୍ଚିତ କମେଡିଆନ ନରିପଣ୍ଡା ଯାହାଙ୍କୁ ନେଇ ଯାତ୍ରା ଜଗତ ପୁରା ହୁଲସ୍ଥୁଲ ହୋଇଯାଇଥିଲା। ଅଭିଯୋଗ ଥିଲା ଯେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳ ତାଙ୍କୁ ମାଡ଼ ମାରିଥିଲେ। ଏ ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଅଭିଯୋଗର 2 ମାସ ପୂରିଗଲାଣି କିନ୍ତୁ ଏଯାଏଁ ପୋଲିସ କ'ଣ ତଦନ୍ତ କରିଛି, ନ୍ୟାୟ ପାଇଲେଣି କି ନାହିଁ ନରିପଣ୍ଡା ଏବଂ କଳାକାର ସଂଘ କ'ଣ କରୁଛି, ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ନରିପଣ୍ଡା। ପୂର୍ବରୁ ଆପଣଙ୍କୁ ଆଉ ଥରେ ଗୋଟିଏ ସୂଚନା ଦେବା ପାଇଁ ଚାହିଁବି, ଏ କ୍ଲାସ ଯାତ୍ରା ପାର୍ଟି ମାଲିକ ସଂଘ ନରିପଣ୍ଡାଙ୍କୁ ବ୍ୟାନ୍ କରିଛନ୍ତି କିନ୍ତୁ ନରିପଣ୍ଡା ସେହି ମାଲିକମାନଙ୍କ ଗାଲରେ ଚାପୁଡ଼ା ମାରି ଆଉ ଏକ ଯାତ୍ରା ପାର୍ଟିରେ ଯୋଗ ଦେଇଛନ୍ତି। ସେହି ଯାତ୍ରା ପାର୍ଟି ହେଉଛି ଓମକାର ଗଣନାଟ୍ୟ। ସେ ଓମକାର ଗଣନାଟ୍ୟରେ ଆଜି ବିଧିବଦ୍ଧ ଭାବରେ ଯୋଗ ଦେବା ସହିତ ଆସନ୍ତା ଯାତ୍ରା ଋତୁରେ 2025-26ରେ ଦର୍ଶକ ନରିପଣ୍ଡାକୁ ଦେଖିବେ ଓମକାର ଗଣନାଟ୍ୟରେ। ନନା କ'ଣ କହିବେ? ଜୟ ଜଗନ୍ନାଥ ମିଡ଼ିଆ ଭାଇମାନଙ୍କୁ ମୋର ସ୍ୱାଗତ, ଦର୍ଶକ ବନ୍ଧୁମାନଙ୍କୁ ମୋର ସମସ୍ତଙ୍କୁ ଭଲ ପାଇବା। ଆପଣମାନେ ଯେଉଁ କଥା ପଚାରିଲେ ବିଗତ 2 ମାସ ହେଇଗଲାଣି ମୋର କେସ୍ ଚାଲିଛି, ଏପର୍ଯ୍ୟନ୍ତ କୌଣସି ତଥ୍ୟ ମୁଁ ପାଉନାହିଁ। ମୁଁ 2-3 ଥର ବି ଆଇଏସ୍ଆର୍ଙ୍କ ସାଥିରେ କଥା ହେଲିଣି, ଥରେ ଯାଇ ସାକ୍ଷାତ କରିକି ଆସିଥିଲି। ଆଉ କେତେ ଦିନ ସମୟ ଲାଗୁଛି ମୁଁ ସେଇଟା ଖାଲି ଅପେକ୍ଷା କରୁଛି। ୟା ଭିତରେ 2 ମାସ ଗଡ଼ିଗଲାଣି, ଯାତ୍ରା ଆଉ 10-15 ଦିନ ପରେ ଛୁଟି ହେବ। ଯାତ୍ରା ମହାସଂଘଙ୍କର ଯେଉଁ ବ୍ୟାନ୍ ମୋ ଉପରେ ଲଗେଇଛନ୍ତି ତାକୁ ମୁଁ ସମ୍ମାନ ଦେଇ ତାଙ୍କ ମାଲିକ ସଂଘରେ ନ ରହି ଅନ୍ୟ ପାର୍ଟି ଗଢ଼ି ଉଠିଥିବା ଓଙ୍କାର ମୋତେ ସୁଯୋଗ ଦେଇଛନ୍ତି। ଯେଉଁ ନିଷ୍ପତ୍ତି ନେଇଥିଲି ଯେ ଯାତ୍ରା କରିବି ନାହିଁ, ଏ ମୋର ମନୋବୃତ୍ତି ରହିଲା ଯେ ତାଙ୍କ ଅନୁଷ୍ଠାନରେ ମୁଁ କୌଣସି ପାଉଡର ମାରିବି ନାହିଁ କି ମାଲିକ ମହାସଂଘକୁ ଯିବି ନାହିଁ। ତାଙ୍କ ବ୍ୟାନ୍ ମୋ ଉପରେ ରହୁ, ମୁଁ ବି ସମ୍ମାନ ଦେଉଛି। ଆପଣଙ୍କୁ ମାଲିକମାନେ ବ୍ୟାନ୍ କରିଥିଲେ, ଆପଣ ମଧ୍ୟ ମାଲିକମାନଙ୍କୁ ବ୍ୟାନ୍ କରିଛନ୍ତି? ମୁଁ କହିଛି ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ନ ମିଳିଛି ମୁଁ ସେମାନଙ୍କ ବାଟରେ ରହିବି ନାହିଁ। ଆଉ ତ ନ୍ୟାୟ ବାଟରେ ଅଛି, ଦେଖାଯାଉ କେବେ ସମାଧାନ ହେଉଛି। ସେ ପର୍ଯ୍ୟନ୍ତ ମୋତେ ଯେକୌଣସି ପାର୍ଟି ମିଳିଛି ମୁଁ ସେହି ପାର୍ଟିକି ବଡ଼ ମନେ କରି ଆଜି ବହୁତ ମନ ଖୁସିରେ ମୁଁ ରହିଛି। ଆଜି ଆପଣ ବିଧିବଦ୍ଧ ଭାବରେ ଓମକାର ଗଣନାଟ୍ୟରେ ଯୋଗ ଦେଲେ। 2025-26ରେ ଆପଣଙ୍କର ଯେଉଁ ସମର୍ଥକ ପ୍ରଶଂସକ ଦର୍ଶକମାନେ ଆପଣଙ୍କୁ ଦେଖିବେ? ଆଜ୍ଞା, ମାନେ ଏକଥା ପ୍ରାୟ 7-8 ଦିନ ହେଲା ଡିକ୍ଲାର ହେଲାଣି ଯେ ବହୁତ ପ୍ରଶଂସକ ମୋତେ ଭଲ ପାଇବା ତାଙ୍କ ଭିତରେ ଅଛି। ସେମାନେ ବି ଚାହୁଁଛନ୍ତି ନରିନାଥ ପୁଣି ପେଣ୍ଡାଲକୁ ଚଢ଼, କିନ୍ତୁ କୌଣସି ମାଲିକ ସଂଘରେ ଅଭିନୟ କରେ ନାହିଁ। ତେଣୁ ତାଙ୍କ ସମ୍ମାନ ଦେଇ, ସେମାନେ ଯେଉଁ ବ୍ୟାନ୍ କରିছে ତାଙ୍କୁ ସମ୍ମାନ ଦେଇ ମୁଁ ମୋର ଦର୍ଶକଙ୍କୁ ଭଲ ପାଇବାକୁ ରଖି ମୁଁ ମୋର ଅଭିନୟ ପୁଣି ଜାରି କରିବି। ନରିବାବୁ, ଆପଣ ଯେତେବେଳେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ, ସେତେବେଳେ ଆପଣଙ୍କ ବିପକ୍ଷରେ ମାମୁନି ଷଡ଼ଙ୍ଗୀ ସେ ପ୍ରତିକ୍ରିୟା ଦେଉଥିଲେ। କିନ୍ତୁ ଆଜି ମାମୁନି ଷଡ଼ଙ୍ଗୀ ସେଇ ନାଣ୍ଡୁ ଧଳଙ୍କର ଶିକାର ହୋଇଛନ୍ତି। ସିଏ ନିର୍ଯାତିତ ହୋଇଛନ୍ତି, ତାଙ୍କୁ ଲୋକ ଲଗେଇ ବାଡ଼େଇଛନ୍ତି, ବିଭିନ୍ନ ଧମକ ଚମକ ମଧ୍ୟ ଦେଇଛନ୍ତି। ସିଏ ଏବେ ଅଭିଯୋଗ ଆଣିଛନ୍ତି। ଆଜ୍ଞା ଦେଖନ୍ତୁ, ମାମୁନି ତ ବହୁତ ଦିନ ସେଠି ରହିଲାଣି, ମୋ ଅପେକ୍ଷା ତାଙ୍କ ବିଷୟରେ ସେ ବେଶୀ ଜାଣିଥିବେ। ମୁଁ ଯେତିକି ଜାଣିଛି ମୋ ପ୍ରତି ଯାହା ହେଇଗଲା ମୁଁ ଆପଣଙ୍କୁ ସମସ୍ତଙ୍କୁ ବିବରଣୀ ଜଣେଇଛି। ଆଉ ମାମୁନି କିଛି ଦିନ ତଳେ କହୁଥିଲେ, ଏଇ ମୁଁ ଶୁଣିବାକୁ ଚାହୁଁଛି ଚ୍ୟାନେଲ ମାଧ୍ୟମରେ, ତାଙ୍କ ମାଲିକ ତାଙ୍କୁ ଜବରଦସ୍ତ କରାହେଇଥିଲା ଏହା କହିବା ପାଇଁ। ଆଉ କାଚ କ'ଣ ଥିଲା କ'ଣ ନାହିଁ ସବୁ ତ ବିବରଣୀ ମାମୁନି କହିଛି। ତେଣୁ ମୋ ଅପେକ୍ଷା ସେ ବେଶୀ ଭଲ ଭାବରେ ଆମର ବାବୁଙ୍କୁ, ତାଙ୍କ ବାବୁଙ୍କୁ ସେ ଜାଣିଥିବେ। ଆପଣ ନାଣ୍ଡୁ ଧଳଙ୍କଠୁ ଧମକ ପାଇଲେ, ମାଡ଼ ଖାଇଲେ, ମାମୁନି ମଧ୍ୟ ସେଇ ଅଭିଯୋଗ ଆଣିଲେ, ସେ ଲୋକ ଲଗେଇ ବାଡ଼ଉଛନ୍ତି, ମାରୁଛନ୍ତି। ଏମିତି ତୁଳସୀ ଗଣନାଟ୍ୟ, ଅଶୋକ ସମ୍ରାଟ, ପୃଥ୍ୱୀରାଜ ଗଣନାଟ୍ୟ ଯେତେ ଅଛି ତାଙ୍କର ମାଲିକରେ ସବୁ କଳାକାର ଏମିତି ନିର୍ଯାତିତ ହେଇକି ଅଛନ୍ତି ନାଣ୍ଡୁବାବୁଙ୍କ ପାଖରେ। ମୁଁ ତ ଭାବୁଥିବି ପ୍ରାୟ ସେଇଆ, ତେଣୁ କିଏ କ'ଣ କାହା କଥା ମୁଁ ଜାଣିନି। ଆଗକୁ ଏମିତି ନାଣ୍ଡୁବାବୁଙ୍କ ନାଁରେ ଅନେକ ଅଭିଯୋଗ ଆସିବ, ସମୟ ଅଛି। ନିଶ୍ଚିତ ସତ୍ୟ ଯୋଡ଼ା ପଦାକୁ ଆସିବ। ଯେହେତୁ ଆଜ୍ଞା ନରିପଣ୍ଡା ମୁହଁ ଖୋଲିଛି, ଏପର୍ଯ୍ୟନ୍ତ ମୋ ମନର ଭୟ ଅଛି, ମୋତେ ବି ଭୟ ଦିଆହେଇଛି। ସବୁ ମୁଁ ଜଗନ୍ନାଥ ଉପରେ ହାତ ଟେକି ଦେଇ ମୋ ବାଟରେ ମୁଁ ଚାଲିଛି। ଯେତେବେଳେ ମରିବାର ଥିବ
ମୁଁ ମରିବାକୁ ପ୍ରସ୍ତୁତ ଅଛି ଆଉ ମୁଁ ମରିଗଲା ପରେ ମୋର କିଛି କ୍ଷତି ହେଇଗଲେ ଓଡ଼ିଶାର ଦର୍ଶକ ଯଦି ଜନସାଧାରଣଙ୍କୁ ସମ୍ଭାଳି ପାରିବେନି ସେତେବେଳେ କେଉଁ ଆଇନ ସମ୍ଭାଳି ପାରିବନି କି କେଉଁ ଯାତ୍ରାପାର୍ଟି ମାଲିକ ସମ୍ଭାଳି ପାରିବେନି ମୋର କ୍ଷତି ହେଲା ପର୍ଯ୍ୟନ୍ତ ମୁଁ ଲାଗିଛି। ନାଣ୍ଡୁ ଦଳଙ୍କ ବିରୁଦ୍ଧରେ ସରକାର ପୁଲିସ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବା କରୁଛନ୍ତି ବୋଲି ଆପଣଙ୍କୁ ମନ ହେଉଛି? ଦେଖନ୍ତୁ ଆଜ୍ଞା ସିଏ ଯେତେବେଳେ କହିଦେଲେ କହିଛନ୍ତି ଆଗରୁ ମୋ ବାଇକ୍ରେ କହିଛି ଯେ ତାଙ୍କ ଅତୀତର ସେ କେଉଁ ଟାଇପ୍ର ଜେଲ୍ ଯାଇଥିଲେ ଆଉ କେତେ ପୋଲିସ ଗାଡ଼ିକି କ'ଣ ପୋଡ଼ି ଦେଇଛନ୍ତି ମୋତେ ଧମକ ଦେଇଥିଲେ ମୁଁ କହିଥିଲି ଆଉ କେତେ କେସ୍ ବି ସେ ମୁଣ୍ଡେଇଛି ଆମ ଜୀବନ ତ ମୁଁ ଥାନା ମାଡ଼ି ନଥିଲି ଏଇଟା ଫାଷ୍ଟ ଟାଇମ୍ ମୋର ଥାନା ସାର୍ଙ୍କ ସାଙ୍ଗରେ ବହୁତ ସାର୍ଙ୍କ ସାଙ୍ଗରେ ସମ୍ପର୍କ ଅଛି ଆଉ କିନ୍ତୁ ମୋର କେସ୍ ଭାଷା ହେବାଟା ଏଇଟା ଫାଷ୍ଟ ମୁଁ ଥାନା କ'ଣ ଜାଣିନଥିଲି ସେ ତ ବହୁତ ଥର ଥାନାକୁ ଯାଇଥିଲି ସେ ଜାଣିଥିବେ ତାଙ୍କ କଥା। ନରିବାବୁ ଗୋଟେ କଥା ପଚାରିବି ଛୋଟିଆ କଥାଟେ କିନ୍ତୁ ମନ ଦୁଃଖ କରିବେ ନାହିଁ ଆପଣ ଯୋଉ ଏ କ୍ଲାସ ପାର୍ଟିରେ ଯେତିକି ଟଙ୍କା ପାଉଥିଲେ ଓମକାର ଗଣନାଟ୍ୟରେ ଯେହେତୁ ସେତିକି ପ୍ରାପ୍ୟ ପାଇବେ ବୋଲି ଆଶା? ଦେଖନ୍ତୁ ଆଜ୍ଞା କଳାକାରର ମୂଲ୍ୟାୟନ କିଛି ନଥାଏ ଯେ ନାଣ୍ଡବାବୁ ବିଗତ ଦିନ କହିଲେ କୌଣସି ମାଲିକ ତାଙ୍କୁ 4 ଲକ୍ଷ ବଢ଼େଇ ଦେଲା ସେ ମୋତେ ମନା କରିବାକୁ ବସିଥିଲେ ତାଙ୍କର ତ ସବୁ ମାଲିକ ବସିଥିଲେ କେଉଁ ମାଲିକ ମୋତେ ଟଙ୍କା ବଢ଼େଇଥିଲା କେହି ବଢ଼େଇ ନାହାନ୍ତି ନିଜକୁ ଦୋଷକୁ ଫାଙ୍କିବା ପାଇଁ ଚାଲିଥିଲେ ମୁଁ ବର୍ତ୍ତମାନ ମୁଁ ଯେଉଁ ପାର୍ଟିର ମୋତେ ସୁଯୋଗ ଦେଇଛନ୍ତି ଦରମା କମିଯାଉ ତ ବଢ଼ିଯାଉ କିନ୍ତୁ ପାଉଡର ମାରିବାର ସେ ସୁଯୋଗ ଦେଇଛନ୍ତି। ଆପଣଙ୍କର ଏବେ ବି ବିଶ୍ୱାସ ଅଛି ଆପଣଙ୍କୁ ନ୍ୟାୟ ମିଳିବ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ? ନିଶ୍ଚିତ ହବ ପବ୍ଲିକ ସମ୍ଭାଳି ପାରିବେନି ସତ ମିଛ କ'ଣ ପବ୍ଲିକ ସବୁ ଜାଣିଗଲେଣି ଆଉ ଯେତେ ମିଛଟାକୁ ସତ କହିଲେ ସତଟା ମିଛ କହିଲେ କ'ଣ ଆଉ କ'ଣ ଜାଣିପାରିବେନି କିଏ ମିଛ କହୁଛି କିଏ ସତ କହୁଛି କିଏ କେସ୍ ଚାପୁଛି କିଏ କ'ଣ କରୁଛି କ'ଣ ହେଉଛି ସବୁ ଲୋକ ଜାଣିଗଲେଣି ବାରମ୍ବାର ପଚାରୁଛନ୍ତି ସମୟ ହେଲେ ଦର୍ଶକ ବାହାରିବେ ଯେତେବେଳେ କେହି ଫୁର୍ସି ଦେବେନି ସବୁ କଳାକାର। ଆପଣ ମାମୁନି ଷଡ଼ଙ୍ଗୀଙ୍କ ସହିତ ଅଛନ୍ତି? ଆଜ୍ଞା ଆପଣ ମାମୁନି ଷଡ଼ଙ୍ଗୀ ଯେହେତୁ ଅଭିଯୋଗ ଆଣିଛନ୍ତି ନାଣ୍ଡୁ ଧଳଙ୍କ ବିପକ୍ଷରେ ଯେ ତାଙ୍କୁ ନିର୍ଯାତନା ଗୋଟେ ଦେଉଛନ୍ତି ମିନିଟ୍ ନାଣ୍ଡୁ ଦଳଙ୍କ ବିରୁଦ୍ଧରେ ଯୋଉ ମାମୁନି ଷଡ଼ଙ୍ଗୀ ଅଭିଯୋଗ ଆଣିଲେ ତାଙ୍କୁ ବାଡ଼େଇବେ ମାରିବା ପଇସା ଦେଉନାହାନ୍ତି ଯୋଉ ଧମକ ଦେଇଛନ୍ତି ମାରିଦେବେ ଗାଡ଼ି ପୋଡ଼ିଦେବେ ବିଭିନ୍ନ ଆଲିଗେସନ୍ ଆଣିଛନ୍ତି ଆପଣ ମାମୁନି ଷଡ଼ଙ୍ଗୀ ସହିତ ଅଛନ୍ତି ନା ମାଲିକ ପକ୍ଷରେ ଅଛନ୍ତି? ମୁଁ ଆଜ୍ଞା କାହା ସପକ୍ଷେ ନାହିଁ ମୋ ଉପରେ ଯୋଉଟା ଘଟିଯାଇଛି ମୁଁ ସେଇଟା କହୁଛି ଆଉ ତାଙ୍କ ଉପରେ ଘଟିଯାଉଛି କ'ଣ ସିଏ କହିଛନ୍ତି ଆଜ୍ଞା ମୋ ମାଲିକକୁ ଭଲ ପାଏ ସମସ୍ତଙ୍କୁ ସମ୍ମାନ ଦିଏ ଯେତିକି ଯେ ସମ୍ମାନ ପାଇବା କଥା ଦିଆଯିବ। ମାମୁନି ଷଡ଼ଙ୍ଗୀ ନ୍ୟାୟ ପାଇବେ? ମୋର ତ ଏତେ ଦିନ ଗଲା ମୁଁ ତ ପାଇନି ଦେଖାଯାଉ ତା କେତେ ଦିନ ଯାଉଛି କୋଉ ଦିନ କେବେ ପାଉଛି ସିଏ। ଯେତେ ମାଲିକ ମାନେ ଅଛନ୍ତି ସେମାନେ ମୁହଁ ଖୋଲୁନାହାନ୍ତି ନାଣ୍ଡୁ ଧଳ ଗୋଟାଏ ପରେ ଗୋଟାଏ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଛି କିନ୍ତୁ ମାଲିକ ଯାତ୍ରା ମାଲିକ ସଂଘ ବୋଲି ଯାହାକୁ କହୁଛନ୍ତି ତାଙ୍କ ସଂଘର କୌଣସି କର୍ମକର୍ତ୍ତା ମୁହଁ ଖୋଲୁନାହାନ୍ତି କାହିଁକି ନାଣ୍ଡୁ ଧଳକୁ ସମସ୍ତେ କ'ଣ ଡରୁଛନ୍ତି? ସେଇଟା ମୁଁ କେମିତି କହିବି ଆଜ୍ଞା ସେଇଟା ମୋତେ ପଚାରିଲେ ସେ ପ୍ରଶ୍ନର ଉତ୍ତର ଦେଇପାରିବିନି ମୁଁ ସେ ପ୍ରଶ୍ନର ଉତ୍ତର ଦେଇପାରିବିନି। କିନ୍ତୁ ବିଶ୍ୱାସ ଅଛି ଯେ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଆପଣ ନ୍ୟାୟ ପାଇବେ? ନିଶ୍ଚିତ ନ୍ୟାୟ ଦେବା କଥା ଭଗବାନ ଦବ ଭଗବାନ ଦଉଛନ୍ତି ଆପଣ ଖାଲି ଦେଖନ୍ତୁ ଦର୍ଶକ ବନ୍ଧୁ ଉପରବାଲା ଯେତେବେଳେ ସିଏ ମୁଁ ତାଙ୍କୁ ହାତ ଟେକି ଦେଇଛି ନା ସିନା ଦିନଟା ରାତିଟାକୁ ଦିନ କରିଦବ ତା ଆଗରେ ତ କେହି କିଛି କରିପାରିବେନି ନା ଯାହା କରିଛ ତମେ ସେ ଦେଖିଛି ସେ କୋଉ ବାଟ ଆଣି କୋଉ ଗୋଟେ ବୁଲେଇକି କ'ଣ କରିଦବ ତମେ ଓର ପାଇବନି ମୁଁ ସେ ଧର୍ମକୁ ହିଁ ଭରସା ରଖିଛି। ଆପଣଙ୍କୁ ପୁଲିସର କାର୍ଯ୍ୟକଳାପକୁ ନେଇକି ସନ୍ଦେହ ସୃଷ୍ଟି ହେଉଛି ନା ପୁଲିସ ତା କାମ ଠିକ୍ କରୁଛି? ଆଜ୍ଞା ମୋତେ ତ ବିଭିନ୍ନ ପ୍ରକାର ଏକଥା ମୋତେ ପ୍ରାୟ ସମସ୍ତେ ପଚାରୁଛନ୍ତି ନନା କେସ୍ କ'ଣ ହେଲା ନନା କେସ୍ କ'ଣ ହେଲା ନନା କେସ୍ ହେଲା ମୁଁ କହୁଛି ଆଇଏସ୍ଆର୍ରେ ଚାଲିଛି ତଦନ୍ତ ଏଇଆ। ଶୁଣୁଥିଲେ କମେଡ଼ିଆନ୍ ନରି ପଣ୍ଡାଙ୍କ ପ୍ରତିକ୍ରିୟା ଯେଉଁ ଏ କ୍ଲାସ୍ ପାର୍ଟି ବା ଯାତ୍ରା ମାଲିକ ସଂଘ ତାଙ୍କୁ ଯାତ୍ରାରୁ ବ୍ୟାନ୍ କରିଥିଲେ ସିଏ ତାଙ୍କ ସେ ଯେଉଁ ମାଲିକମାନଙ୍କର ଗାଲରେ ଚାପୁଡ଼ା ମାରି ଆଉ ଏକ ନୂଆ ଯାତ୍ରା ପାର୍ଟିରେ ପାଉଡର ମାଳିବେ ରଙ୍ଗ ବୋଳିବେ ପୁଣି ତାଙ୍କ ସମର୍ଥକ ଦର୍ଶକମାନଙ୍କୁ ସାମ୍ନାରେ ପୁଣି ଅଭିନୟ କ୍ଷେତ୍ରକୁ ଫେରିବେ ଏବଂ ସେ ଆଶା ରଖିଛନ୍ତି ଯେଉଁ ବାଲିଚନ୍ଦ୍ରପୁର ଥାନାରେ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଦେଇଥିଲେ ଯେଉଁ ଅଭିଯୋଗ ଆଣିଥିଲେ ତାର ତଦନ୍ତ ଚାଲିଛି ଦିନେ ନା ଦିନେ ସିଏ ନ୍ୟାୟ ପାଇବେ ଏବଂ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଭୁବନେଶ୍ୱର କ୍ୟାମେରା ପର୍ସନ ବିଭୁ ସାହୁଙ୍କ ସହ ନିରଞ୍ଜନ ରେଡ୍ଡି OTV।